ଆଜିର ପ୍ରଥମ ପ୍ରଶ୍ନ ହେଉଛି କେଉଁ ଦେଶରେ ନୀଳ ରଙ୍ଗର ସେଓ ମିଳିଥାଏ? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ଆମେରିକା, ଅପସନ୍ ଡି ଆଫ୍ରିକା। ଫ୍ରେଣ୍ଡସ୍, ଏହାର ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ପାଇଁ ପ୍ରତି ପ୍ରଶ୍ନରେ 5 ସେକେଣ୍ଡ ସମୟ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚୀନ। ଚୀନ ଦେଶରେ ନୀଳ ରଙ୍ଗର ସେଓ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଖାଇଲେ ବାଲ ଝଡ଼ିବା ବନ୍ଦ ହୁଏ? ଅପସନ୍ ଏ ଟମାଟୋ, ଅପସନ୍ ବି ବାଇଗଣ, ଅପସନ୍ ସି ଆଳୁ, ଅପସନ୍ ଡି ପାଳଙ୍ଗ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପାଳଙ୍ଗ। ପାଳଙ୍ଗ ଖାଇବା ଦ୍ୱାରା ବାଲ ଝଡ଼ିବା ବନ୍ଦ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ କେଉଁ ଗଛ ଲଗାଇଲେ ଜେଲ୍ ହୋଇଥାଏ? ଅପସନ୍ ଏ ଗଞ୍ଜେଇ ଗଛ, ଅପସନ୍ ବି ଚନ୍ଦନ ଗଛ, ଅପସନ୍ ସି ଲାଲ ଚନ୍ଦନ ଗଛ, ଅପସନ୍ ଡି ଅଙ୍ଗୁର ଗଛ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଲାଲ ଚନ୍ଦନ ଗଛ। ଭାରତରେ ଲାଲ ଚନ୍ଦନ ଗଛ ଲଗାଇଲେ ଜେଲ୍ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳ ଖାଇଲେ ଖାଦ୍ୟ ହଜମ ହୁଏ ନାହିଁ? ଅପସନ୍ ଏ ତରଭୁଜ, ଅପସନ୍ ବି ସେଓ, ଅପସନ୍ ସି ଅମୃତଭଣ୍ଡା, ଅପସନ୍ ଡି କାକୁଡ଼ି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କାକୁଡ଼ି। କାକୁଡ଼ି ଖାଇଲେ ଖାଦ୍ୟ ହଜମ ହୁଏ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ସ୍ୱଚ୍ଛ ସହର କେଉଁଟି? ଅପସନ୍ ଏ ଦିଲ୍ଲୀ, ଅପସନ୍ ବି ମୁମ୍ବାଇ, ଅପସନ୍ ସି କଲିକତା, ଅପସନ୍ ଡି ଇନ୍ଦୋର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଇନ୍ଦୋର। ଭାରତର ସବୁଠାରୁ ସ୍ୱଚ୍ଛ ସହର ହେଉଛି ଇନ୍ଦୋର। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଆଳୁ ଉତ୍ପାଦନ କରାଯାଏ? ଅପସନ୍ ଏ ଭାରତ, ଅପସନ୍ ବି ରୁଷିଆ, ଅପସନ୍ ସି ଚୀନ, ଅପସନ୍ ଡି ଜାପାନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ରୁଷିଆ। ରୁଷିଆ ଦେଶରେ ସବୁଠାରୁ ଅଧିକ ଆଳୁ ଉତ୍ପାଦନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଡାକ୍ତର ରହିଛନ୍ତି? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ଜାପାନ, ଅପସନ୍ ଡି ଆଫ୍ରିକା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଭାରତ। ଭାରତରେ ସବୁଠାରୁ ଅଧିକ ଡାକ୍ତର ଅଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ମୂଲ୍ୟରେ ପେଟ୍ରୋଲ ମିଳିଥାଏ? ଅପସନ୍ ଏ ବିହାର, ଅପସନ୍ ବି ଗୁଜରାଟ, ଅପସନ୍ ସି ଉତ୍ତରପ୍ରଦେଶ, ଅପସନ୍ ଡି ଗୋଆ। ଏହାର ଉତ୍ତର ଜାଣିବା ପୂର୍ବରୁ ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଗୋଆ। ଗୋଆ ରାଜ୍ୟରେ ସବୁଠାରୁ କମ୍ ମୂଲ୍ୟରେ ପେଟ୍ରୋଲ ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଖାଇଲେ ରକ୍ତ ସଫା ହୋଇଥାଏ? ଅପସନ୍ ଏ ବାଇଗଣ, ଅପସନ୍ ବି କଲରା, ଅପସନ୍ ସି ଲାଉ, ଅପସନ୍ ଡି ପୋଟଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କଲରା। କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପ୍ରାଣୀ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହେ? ଅପସନ୍ ଏ ଗେଣ୍ଡା, ଅପସନ୍ ବି କଇଁଛ, ଅପସନ୍ ସି କୁମ୍ଭୀର, ଅପସନ୍ ଡି ଏଣ୍ଡୁଅ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କଇଁଛ। କଇଁଛ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହେ। ପରବର୍ତ୍ତୀ ପ୍ରଶ୍ନ, ଲିପଷ୍ଟିକ୍ରେ କେଉଁ ଜୀବର ରକ୍ତ ମିଶାଯାଇଥାଏ? ଅପସନ୍ ଏ ଗାଈ, ଅପସନ୍ ବି ଘୁଷୁରୀ, ଅପସନ୍ ସି ମେଣ୍ଢା, ଅପସନ୍ ଡି କୁକୁର।
ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଘୁଷୁରୀ। ଲିପଷ୍ଟିକ୍ରେ ଘୁଷୁରୀର ରକ୍ତ ମିଶାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଅଧିକ ଚିକେନ୍ ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ହାର୍ଟ ଆଟାକ୍, ଅପସନ୍ ଡି ସୁଗର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ହାର୍ଟ ଆଟାକ୍। ଅଧିକ ଚିକେନ୍ ଖାଇବା ଦ୍ୱାରା ହାର୍ଟ ଆଟାକ୍ ରୋଗ ହୋଇଥାଏ। ଭିଡ଼ିଓ ଭଲ ଲାଗିଥିଲେ ଗୋଟେ ଲାଇକ୍ କରନ୍ତୁ ଓ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ।